ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ୱାର୍ଡ ନମ୍ବର 37ର କର୍ପୋରେଟର ବନିତା ସାହୁଙ୍କ ତତ୍ତ୍ୱାବଧାନରେ ମହା ଆଡମ୍ବର ସହିତ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ମେୟର ପ୍ରାର୍ଥିନୀ ଡକ୍ଟର ସବିତା ସ୍ୱର ପାଣିଗ୍ରାହୀ ବିପିନ ଦାସ ଯୋଗଦେଇ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିମାନେ ନିଜ ନିଜର ଭାଷଣରେ ଭାଇ ଭଉଣୀ ସମ୍ପର୍କ ସବୁଠାରୁ ନିଆରା, ଆମେ ସମସ୍ତେ ଭାଇ ଭଉଣୀ ସମ୍ପର୍କକୁ ବଜାୟ ରଖିବାକୁ ପଡ଼ିବ। ଆଜିକାଲି ସମାଜରେ ଯେଉଁଭଳି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି ସେସବୁକୁ ଆମେ ବିରୋଧ କରିବାକୁ ହେବ ବୋଲି ବକ୍ତବ୍ୟ ଦେଇଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମ୍ୟାଡ଼ାମ ଆପଣ ପରିଚୟଟା ଦିଅନ୍ତୁ। ବନିତା ସାହୁ 37 ନମ୍ବର ୱାର୍ଡ କର୍ପୋରେଟର। ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ କ'ଣ କହିବେ ମ୍ୟାଡ଼ାମ? ଆଜି ହେଉଛି ଆମର ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମାରେ ଭାଇମାନଙ୍କୁ ଆମେ ଯେଉଁ ରାକ୍ଷୀ ବାନ୍ଧୁଛୁ, ଯେଉଁ ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ଆଜି ଅଛି, ବହୁତ ଆନନ୍ଦରେ ଆଜି ଅଛି। ଏଇଟା ହେଉଛି ଆମର ପୂର୍ବପୁରୁଷର ଆମର ଏଇଟା ଆମେ ରାକ୍ଷୀ ପୂର୍ଣ୍ଣିମା ବୋଲି ପାଳନ କରିକରି ଆସିଛୁ। ବର୍ତ୍ତମାନ ବି ଆମେ ଏଇ ସଂସ୍କାର ଆମେ ପାଳନ କରୁଛୁ, ଆଗକୁ ବି କରିବୁ। ଯେଉଁ ଭାବରେ ଆମର ଦୁର୍ନୀତି ଅନ୍ୟାୟ ଅତ୍ୟାଚାର ହେଉଛି, ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତଙ୍କୁ ଭାଇ ଭଉଣୀ ଭଳି ଆମେ ମିଶି ଚଳିବା। ଯେହେତୁ ଏଇ ଗୋଟେ ଦୁର୍ନୀତିରେ ହେଇଥିଲା ବଳାତ୍କାର ଗୋଟେ ଝିଅକୁ, କିନ୍ତୁ ସେଇ ପ୍ରକାର ଆମେ ଏଇ ଇଏରେ କରିବା ନାହିଁ। ସମସ୍ତଙ୍କୁ ଆମେ ସଚେତନ କରିକି, ଯେହେତୁ ଆମେ ଗୋଟେ ଭଉଣୀ, ସାନ ଭଉଣୀ ହେଉ କିମ୍ବା ବଡ଼ ଭଉଣୀ ହେଉ, ଗୋଟେ ନାରୀ ହେଉଛି ମା, ଝିଅ, ଭଉଣୀ, କାହାର ଭାଉଜ, କାହାର ବି କେଉଁ ସମ୍ପର୍କରେ ହେଉଥାଏ, ସମସ୍ତଙ୍କୁ ଆମେ ଭଉଣୀ ଆଖିରେ ଦେଖିକି ଆମ ନିଜର ଭଉଣୀ ବୋଲି ଭାବିକି ତାକୁ ଆମେ ଆଗକୁ ବଢ଼େଇବା। ଏଇ ରାକ୍ଷୀ ପୂର୍ଣ୍ଣିମା ସମସ୍ତଙ୍କୁ ଆର୍ଥିକ ଶୁଭେଚ୍ଛା ଶୁଭକାମନା ଜଣାଉଛୁ। ବ୍ରହ୍ମପୁର ଜ୍ୟୋତିରଞ୍ଜନ ଗୌଡ଼ଙ୍କ ରିପୋର୍ଟ, ସଂଘର୍ଷ ଟିଭି।